ସେମିତି କିଛି ଉଦ୍ଦେଶ୍ୟ ନାହିଁ। ତିକ୍ତ ସମ୍ପର୍କରେ ଶୀତଳତା ସ୍ପର୍ଶ ଅନୁଭବ କରିବାକୁ ଆସିଛ ନା ଶାନ୍ତି ଖୋଜିବାକୁ ଆସିଛ? ଖାଲି ଦୀପର କଥା ହିଁ ଚାଲିଛି। ବାବା ତମେ ଟିକେ ଭିତରକୁ ଗଲ ପ୍ଲିଜ। ବେବି ସମ୍ପର୍କର ଅଥା ତ ଛାଡୁନି, ସେଥିପାଇଁ ଟିକେ ଚାଲି ଆସିଛି। এই ଝିଅଟାକୁ ଏମିତି ଯୋଗା ପାର ଦେବୁ, ଏମିତି ଲେସନ ଶିଖେଇବୁ ଯେମିତି ଭବିଷ୍ୟତରେ ଏ ଅଙ୍ଗଳାରେ ପାଦ ରଖିବାକୁ ବି ସାହସ କରେ। ଶୁଣ କ'ଣ କହିବାର ଅଛି ଜଲ୍ଦି କୁହ। ମୋ ପାଖରେ ବିଲକୁଲ ଟାଇମ୍ ନୁହେଁ। ବେଟର ହବ କଥାଟାକୁ ଯେତେ ସର୍ଟରେ ସମାପ୍ତ କର। ଓକେ ସେଲିନା, ପିଲାଟାକୁ ମୁଁ ସମ୍ଭାଳି ପାରୁନି। ମାନେ ତମେ ତାକୁ ତମ ପାଖକୁ ନେଇ ଆସ। ମାନେ ଯେତେ ଜଲ୍ଦି ତମେ ତାକୁ ତମ ପାଖକୁ ନେଇ ଆସିବ ସେତେ ଭଲ ହବ। ତମେ ଟିକେ ତମ ପାଖକୁ ସେ ପିଲାଟାକୁ ନେଇ ଆସ ସେଲିନା। ଗେମ୍ ଖେଳିବାକୁ ଆଉ କିଛି ବାଟ ମିଳିଲାନି। ସେ ଛୁଆଟାକୁ ନେଇ ଗେମ୍ ଖେଳିବା ଆରମ୍ଭ କରିଦେଲା। ଗେମ୍ ଖେଳୁନି କି ପ୍ଲାନ୍ ବି କରୁନି, ଛୁଆଟାର ଭବିଷ୍ୟତ କଥା କହୁଛି। ସେ ଛୁଆର ଭବିଷ୍ୟତ ପାଇଁ କେତେ ଟଙ୍କା ଦରକାର? 5 ଲକ୍ଷ, 10 ଲକ୍ଷ ନା 50 ଲକ୍ଷ? ସେଲିନା, ଟଙ୍କା ମାନବିକତାର ମାପକାଠି ନୁହଁ। ସେ ଛୁଆଟା ମୋର ନୁହେଁ। ସେ ଛୁଆର ଛଇ ବି ମୋ ଉପରେ ମୁଁ ପଡ଼ିବାକୁ ଦେବିନି। ପାରୁଛ ଯଦି ସେ ଛୁଆଟାକୁ ନର୍ଦ୍ଦମାକୁ ଫିଙ୍ଗି ଦିଅ, ନହେଲେ ଅନାଥ ଆଶ୍ରମରେ ଛାଡ଼ି ଦିଅ, ନହେଲେ କୁହ ସେ ଛୁଆର ଭବିଷ୍ୟତ ପାଇଁ କେତେ ଟଙ୍କା ନେଲେ ଏଠୁ ଚାଲିଯିବ। ସେଲିନା ନାଁ ଧରିବାକୁ କେବେ ଚେଷ୍ଟା କରିବନି। ସେଲିନା ମାନସିଂ ସତ୍ୟରୁ ମୋର ସ୍ୱପ୍ନ ଦେଖିବା ଆରମ୍ଭ କରି ସାରିଛି। ଲାଇଫକୁ କେମିତି ଏନ୍ଜୟ କରିବାକୁ ପଡ଼ିବ ସେ କାଇଦାଟା ମୁଁ ଜାଣି ସାରିଛି। ଆଜିର ଡେଟ୍ରେ ନିଜକୁ କେମିତି ଅପଡେଟ୍ ରଖିବାକୁ ପଡ଼ିବ ସେ ଫର୍ମୁଲାଟା ମଧ୍ୟ ମୁଁ ପାଇ ସାରିଛି। ସଂସ୍କାରୀ ବହୁ ରହି ପର୍ନଷ୍ଟାର ହବା। ଆଜିର ଅପଡେଟ୍, ନିଜ ଜନ୍ମ କରା ଛୁଆକୁ ବେଷ୍ଟ ଫୁଡ୍ ନ ଦେଇ ବେବି ଫୁଡ୍ ଖୁଆଇବା। ଆଜିର ସ୍ପେଶାଲ ଅପଡେଟ୍, ଫେସବୁକ୍ରୁ ଖୋଜି ଖୋଜି ବୟଫ୍ରେଣ୍ଡ କରିବା। ତମେ ଏଠାରୁ ଭଲରେ ଭଲରେ ଯିବ ନା ଦରୱାନ ଡାକି ତମ ଗଳାରେ ଧକ୍କା ମାରି ନେଇ ଘରୁ ବାହାର କରେ। ତା ନହେଲେ ମୋ ପାଦର ଜୋତା ବି ଉଠି ଯାଇପାରେ। ପାଦର ଜୋତା କାଢି ପିଚ୍। ଗୋଟେ ଅଥରିଣ ସ୍ୱାମୀକୁ ମୋର ଇଚ୍ଛା ଯାଏ ପିଚ୍। ଯେତେ ମିଛ ଏତେ ତଳକୁ ଖସି କଲୁ। ଆରେ ବାସ୍ତବ ସମୟକୁ ତ ସ୍ୱାମୀର ଅଧିକାର ନ ଦେଇପାରୁ, ତଥାପି ସେ ଜଣେ ପୁରୁଷ। ନାରୀ ପୁରୁଷ ହାତ ଉଠେଇବା ତ ବିବେକ ତାକୁ ବାଧା ଦଉନି। ଓ ଆଇ ସି, ଦି ଜଣ ଯାକ ବୋଧେ ପ୍ରି ପ୍ଲାନ୍ କରିକି ଆସିଛ। ନାଇଁ ତୁ କାହିଁକି ଭୁଲ ବୁଝ
ବି ତତେ ଦେବି। ଏ ସାଙ୍ଗରେ ପ୍ରେମ କରି ଅନ୍ୟ ସଂସାର থাকে ଏଠି ଆସିଲେ ଟଙ୍କା ନେଇ ଗୋଟାଏ ଟଙ୍କା ବି ଦେବିନି। ଯେତେ ଶୀଘ୍ର ପାରୁଛୁ ଏ ଘରୁ ବାହାର ଯା। ଆବେ ବାହାର ଶୁଣ ରୁଦ୍ରପ୍ରତାପ ବଂଶୀ, ଏ ବଂଶୀ ବଂଶର ସମସ୍ତ ପ୍ରପର୍ଟି ଉପରେ ମୋର ବି 50% ସେୟାର ଅଛି। ମୁଁ ମୋ ସେୟାରକୁ ବିକ୍ରି କରିଦେବି। ଦରକାର ପଡ଼ିଲେ ଏ ବଙ୍ଗଲାକୁ ମୁଁ 2 ଭାଗ କରିଦେବି। ରୁଦ୍ରପ୍ରତାପ ବଂଶୀ, ମୋତେ ଟଙ୍କା ଦେବ ନା ମୁଁ ମୋ ସେୟାରକୁ ବିକ୍ରି କରିଦେବି? କୁହ ରୁଦ୍ରପ୍ରତାପ ବଂଶୀ, ମୋତେ ଟଙ୍କା ଦେବ ନା ମୁଁ ମୋ ସେୟାରକୁ ବିକ୍ରି କରିଦେବି? କୁହ, ମୋତେ ଟଙ୍କା ଦେବ ନା ମୁଁ ମୋ ସେୟାରକୁ ବିକ୍ରି କରିଦେବି? ଠିକ୍ ଅଛି, ଠିକ୍ ଅଛି। ବାବା, ତୁ ବି କେବଳ ତୋର ସମସ୍ତ ସମ୍ପତ୍ତି ବିକ୍ରି କରିବାକୁ ଚାହୁଁଛୁ, ତାହେଲେ ମୁଁ ମନା କରିବି କାହିଁକି? ଅପେକ୍ଷା କର। ଦୂରଦର୍ଶନ, ହଁ ଦୂରଦର୍ଶନ, ଗୋଟେ କାମ କର। ମୋ ଝିଅ ଶୀତଳ ତାର ସମସ୍ତ ସମ୍ପତ୍ତି ବିକ୍ରି କରିବାକୁ ଚାହୁଁଛୁ। ଗୋଟେ କାମ କର, ସବୁ ପେପର ସିଗ୍ନେଚର କର ଆଉ ସବୁଯାକ ସମ୍ପତ୍ତିର ମାଲିକ ଆଣି ମୋ ବଡ଼ ଝିଅ ସେଲିନା ମାନସି ନାଁରେ। ମୁଁ ମୋ ବ୍ୟାଙ୍କରୁ ଟଙ୍କା ନେଇ ଆସିଛି, ତମେ ଶୀଘ୍ର କାମ କର। ନାଇଁ ଶୀତଲ, ତୁ ସେ ଭୁଲ କଲା। ଜାଣିଛୁ ତୁ ତ ଭବିଷ୍ୟତ ଗଢ଼ି ଦେଲା। ଏ ଶୀତଲ, ତୋ କଥା ଭାଇ। କାଲିର ଭବିଷ୍ୟତକୁ କିଏ ଦେଖିଛି? କାଲିର ଜୀବନରେ କ'ଣ ଘଟିବ ନ ଘଟିବ କିଏ ଜାଣିଛି? ତାଛଡ଼ା ତମ ଜୀବନରେ ଟଙ୍କାର ମୂଲ୍ୟ କିଛି ବି ନୁହେଁ, କିଛି ନୁହେଁ। ଦୂରଦର୍ଶନ, ସବୁ ପେପର ସିଗ୍ନେଚର କରିଦେଲ? ଠିକ୍ ଅଛି, ତମେ ଏବେ ଭିତରକୁ ଯାଅ। ନେ ଆକାଶ, ଏ ଆକାଶ ଭିତରେ 50 ଲକ୍ଷ ଟଙ୍କା ଅଛି। ଯେତେ ଶୀଘ୍ର ପାରୁଛୁ ଟଙ୍କା ନେଇ ଏ ବଙ୍ଗଳାର ପାଦ ଉଠେଇ ଚାଲିଛ। ମୁଁ ଚାଲିଯିବି। বাবা, এটা টকা নেই বাবা, টকা নেই। What? विश्वास कर, विश्वास कर ରୁଦ୍ରପ୍ରତାପ ମାନସି ତାଙ୍କ ଥିଲେ ମହାସାଗର, ତାଙ୍କ ହେଲେ अरे शिव तांडव ରୁଦ୍ରପ୍ରତାପ ମାନସି ତା ଜୀବନରେ କେବେ କାହାକୁ ଟଙ୍କା କିଏ ବି ଦେଇ। ବାବା, ତମେ ସେମିତି କରିବ ବାବା। ଟଙ୍କା ମୋର ନିହାତି ଦରକାର। ମୁଁ ତ ଭକ୍ତ ଛୁଟି ବାବା। ମୋତେ ଏମିତି ଠକି ଯିବାରେ ମୋତେ ଟଙ୍କା ଦିଅ ବାବା। ଆଉ ଏ ବାପା ଭଉଣୀ ନିଜର ହେଲେଣି, ଗୋଟେ ଥାର୍ଡ କ୍ଲାସ୍ ଲୋକ ପାଇଁ ତୁମକୁ ଶୋଇ ପଡୁଛି। ହେ ମରିବାକୁ ଯାଉଥିବା ଲୋକଟା ପାଇଁ କାଠ ଯୋଗାଡ଼ କରିବା ପରିବର୍ତ୍ତେ ଟଙ୍କା ମାଗୁଛି, ଟଙ୍କା। ଦିଦି, ରୁଦ୍ରପ୍ରତାପ ମାନସି ବିରୁଦ୍ଧରେ ଯିଏ ଯାଏ ସିଏ ତା ମହାରୁଦ୍ର ରୂପ ଦେଖେ। ପାଠ କିଣେ ବାପ ପୁଅ ଦିଟାକୁ ପୋଡ଼ି ଦବ। ସେ ଟଙ୍କାର ସ୍ୱପ୍ନ ଦେଖିବା ବନ୍ଦ କର। ଏ ସମସ୍ତ ସମ୍ପତ୍ତିର ମାଲିକାଣୀ ହେଉଛି ମୁଁ। ଯଦି ବଞ୍ଚିବାର ଇଚ୍ଛା ଅଛି ତାହେଲେ ଚାକରାଣୀ ଭଳି ପଡ଼ିରହ। ଖାଇବାକୁ ଦେବି
ମୋ